ଶ୍ରୀମନ୍ଦିର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ। ଏଭଳି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ଉପରେ ଜୋରଦାର ବର୍ଷିଛି ପୁରୀ ଆମ୍ ଆଦମୀ ପାର୍ଟି। ସୂଚନା ଅନୁସାରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ, ଯେଉଁ ଭିଡିଓରେ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଶ୍ରୀମନ୍ଦିର ଭିତରକୁ ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର। ଏହା ପୂର୍ବରୁ ନିଜ ସୋସିଆଲ ମିଡିଆ ଫେସବୁକ୍ ଆକାଉଣ୍ଟରେ ଗତ 22 ଜୁନ୍ 2025 ମସିହାରେ ତାଙ୍କ ନିଜ ବଡ଼ ଭାଇନା ଗୌତମ ମିଶ୍ରଙ୍କର ପରମ ପୂଜ୍ୟ ପିତୃଦେବ ମୋ ଦଦେଇ ଦେବବ୍ରତ ମିଶ୍ର ଆକସ୍ମିକ ବିୟୋଗ ଘଟିଛି। ମୁଁ ଗଭୀର ଶୋକ ପ୍ରକାଶ କରିବା ସହିତ ଦୁଃଖିତ ଓ ମର୍ମାହତ ହୋଇଛି। ଅର୍ଥାତ୍ ତାଙ୍କ ବଡ଼ ବାପାଙ୍କର ଦେହାନ୍ତ ହୋଇଛି ବୋଲି ସେ ପୋଷ୍ଟ କରିଥିଲେ। ହିନ୍ଦୁ ଓ ଓଡ଼ିଆ ପରମ୍ପରାର ଅନୁସାରେ ପରିବାର କୌଣସି ବ୍ୟକ୍ତିଙ୍କର ଯଦି ଦେହାନ୍ତ ହୁଏ ତେବେ 10 ଦିନ କର୍ମ ନ କଲା ପର୍ଯ୍ୟନ୍ତ ବିଧାୟକଙ୍କର ବଡ଼ ବାପାଙ୍କର ଜୁନ୍ 22ରେ ପରଲୋକ ହେଲା, ତେବେ ତାଙ୍କର ଶୁଦ୍ଧିକର୍ମ ସରିନଥିବା ବେଳେ ଜୁନ୍ 27ରେ ସେ କିପରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ? ହିନ୍ଦୁ ପରମ୍ପରା ଅନୁସାରେ ଅଶ୍ୱଚ୍ଛ ପରେ ଶୁଦ୍ଧି ନ ହେବା ପର୍ଯ୍ୟନ୍ତ କୌଣସି ମନ୍ଦିରକୁ ଯିବାର ବିଧି ବି ନାହିଁ। ସାଧାରଣତଃ ଆମ ପରମ୍ପରାରେ 12 ଦିନ ପର୍ଯ୍ୟନ୍ତ ଅଶ୍ୱଚ୍ଛ ଲାଗି ରହିଥାଏ। ତେବେ ବିଧାୟକ କିପରି ଏହାକୁ ଭୁଲିଗଲେ ବୋଲି ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଟି ଓଡ଼ିଆଙ୍କର ଭାବର ଆବେଗକୁ କୁଠାରଘାତ କରି ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବା ପାଇଁ ଦଳୀୟ ନେତା ମନ୍ତ୍ରୀଙ୍କ ସହ ଚତୁର୍ଥା ମୂର୍ତ୍ତିଙ୍କ ପହଞ୍ଚିରେ ଦର୍ଶନ ପାଇଁ ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଉପସ୍ଥିତ ମୁଖ୍ୟମନ୍ତ୍ରୀ ନେତା ଓ ସେବାୟତଙ୍କୁ ଛୁଇଁ ସେମାନଙ୍କୁ ଅଶୁଦ୍ଧ କରିବା ସହିତ ମାରା କରିଥିଲେ। କେବଳ ମନ୍ଦିର ଯେ ଯାଇନାହାନ୍ତି ତାହା ନୁହେଁ, ରଥଯାତ୍ରାରେ ଭିଆଇପିଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥାରେ ସାମିଲ ମଧ୍ୟ ହୋଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସତ୍ୟବାଦୀ ବିଧାୟକଙ୍କ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାରୁ ଅନେକ ତାକୁ କଟାକ୍ଷ କରି ରଥଯାତ୍ରା ଦିନ ଘଟିଥିବା ଅଘଟଣ ଯୋଗୁଁ ଦୋଷାରୋପ ମଧ୍ୟ କରିଛନ୍ତି। ସବୁବେଳେ ତାଙ୍କ ଦଳ ହିନ୍ଦୁତ୍ୱର କଥା କହୁଛନ୍ତି ଏବଂ ଧର୍ମକୁ ନେଇ ସବୁବେଳେ ରାଜନୀତି କରି ଆସୁଛନ୍ତି। ବିଜେପିର ଜଣେ ବିଧାୟକ କିପରି ଜଗନ୍ନାଥଙ୍କ ସଂସ୍କୃତି, ପ୍ରଥା ଓ ପରମ୍ପରାକୁ ଭୁଲିଗଲେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଓ ଜଗନ୍ନାଥ ପ୍ରେମୀଙ୍କ ସହ ଜନସାଧାରଣ। ଏହା ସହିତ ଶ୍ରୀ ମିଶ୍ର ଲଣ୍ଡା ହୋଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହିତ ସମସ୍ତ 16 ବ୍ରାହ୍ମଣ ଶାସନୀ ବ୍ରାହ୍ମଣଙ୍କ ନିକଟରେ ଭୁଲ ମାଗିବା ପାଇଁ ଦାବି ମଧ୍ୟ କରାଯାଇଛି। आज सांबादिक सम्मेलन डाकिबार मुख्य कारण है आज बर्तमान ओडिशा बीजेपी सरकार चलती। बीजेपी सरकार सब निजक बड़ धार्मिक बोली देखिए, किंतु जदि तुम धार्मिक बोली देखिए तुम भल धर्म काम करने कथा। मुख्यमंत्री खोला भाव में कहले एथर गला दिव्य और भव्य रथयात्रा करूँ, जहाँ तो इतिहास सृष्टि करने कथा। जहाँ तो इतिहास सृष्टि है समस्त देखिले सहित गोटे बड़ इतिहास गोटे धार्मिक मनोभाव कर सी है सत्यवादी निर्वाचन मंडली विधायक ओम प्रकाश मिश्र। तमर निजर ककई निजर ददी 22 तारिख दिन तुम मृत्युवरण कले, तुम निजर संपर्क कुटुंब आम आम जाति प्रथा अनुसार तुम पुणी उच्च कूलर ब्राह्मण, तुम निजे निर्वाचन समय तुम भोट मागी मुझे गोटे ब्राह्मण पिला मत तुम भोट दियो। ताले जदि तुम ब्राह्मण एत जदि तुम धर्म शास्त्र उपर ज्ञान अच्छी तुम 22 तारिख में जदि तुम निजर ददेई मले तुम 27 तारिख दिन रथयात्रा मंदिर भितर को प्रवेश केमती कल? आमको तो आश्चर्य। तुम तो धार्मिक मान्यता अनुसार तुम सबुठ बड़ विधर्मी, सबुठ बड़ विधर्मी। तुम मुख्यमंत्री की छुईल, तुम उपमुख्यमंत्री की छुईल कौन ना गोटे काले मंत्री पद मिल कि गोटे बड़ पदवी मिल फटो उठी फटो उठे तुम समस्त को छुआछुती कर तुम मारा करदेल। सब सेवायत मान तुम छुईच। जी जी जगन्नाथ भल कम भल मनोभाव नहीं सात्विक मनोभाव नहीं जाइला तुम समस्त को छुआछुती करदेल। आज तार फल है आज देखो रथयात्रा बर्तमान पे दुनिया विभ्राट होगा, लोक मरीगले, जगन्नाथ नीतिकांत विलंब होगा। ये केवल केवल जो हिंदू भावना जो सनातनी भावना जो कथा बीजेपी सरकार सब कहूँ आज कुआड़े गला से भावना। जदि खोद निज विधायक जदि तुम निजर एति कांड ज्ञान रही तुम साधारण लोक कौन तुम आशा कर तुम कौन हिंदू मुस्लिम किए ख्रिस्टियान तुम से 100 प्रकार तुम उपदेश देव, तुम निज विधायक उपदेश दियो। आज पर्यंत यही जो घटना जी बर्तमान हिंदू धर्म भावना को जी आघात होती तार निश्चित भाव में प्रायश्चित होगा दरकार। मुख्यमंत्री तुरंत ए प्रकार भावना जो आघात होती मुख्यमंत्री विवृत्ति देवा दरकार। कहीं ओम प्रकाश मिश्र समस्त को चुईले कौन निजर खादान ज्ञान नहीं। द्वितीय कथा ओम प्रकाश मिश्र तुम जड़े उच्च कूल तुम निजे कौच मु ब्राह्मण मिश्र ब्राह्मण तुम
ଷୋଳ ଶାସନର ତମେ ଆଜି ମୁଣ୍ଡ ତଳକୁ କରିଦେଲ, ବ୍ରାହ୍ମଣ ଜାତିର ତମେ ଆଜି ମୁଣ୍ଡ ତଳକୁ କରିଦେଲ। ସେଥିପାଇଁ ତୁମେ ନଣ୍ଡା ହୁଅ, ମୁକ୍ତି ମଣ୍ଡପ ଯାଅ, ବ୍ରାହ୍ମଣ ମାନଙ୍କୁ କ୍ଷମା ମାଗ, ସର୍ବ ସମ୍ମୁଖରେ କ୍ଷମା ମାଗ ଯେ ମୋର ଭୁଲ ହେଇଛି, ମୋ ଏହା କରିବାର ନଥିଲା। ଆଉ ଯଦି ତମେ ଏଥିରେ ଯଦି ତମେ କୌଣସି ପ୍ରକାର ବିଚ୍ୟୁତି ନେବ, ଏ ସମସ୍ତ ପାପ ଭାର ତମ ମୁଣ୍ଡରେ ଯିବ। ଆଜି ଜଗନ୍ନାଥଙ୍କର ରଥଯାତ୍ରାରେ ଯାହା ବି ବିଭ୍ରାଟ ହେଇଛି, ଇଏ ସବୁ ଧାର୍ମିକ ମାନ୍ୟତାରେ ଯୋଉ କଥା ଆମେ ସବୁବେଳେ କହି ଆସିଛୁ, ଇଏର ମୁଖ୍ୟ କାରଣ ହବ ଓମ୍ ପ୍ରକାଶ ମିଶ୍ର। ଆଜି ବର୍ବାଦ କରିଦେଲେ ତମେ ଆମ ଓଡିଶାକୁ। କଣ ହେଲା ଅବସ୍ଥା? ଓଡିଶାର ନା ଚତୁର୍ଦିଗ ଅତ୍ୟନ୍ତ ଖରାପ ଭାବରେ ହେଲା ବିଦିତ ହେଲା। ଆମେ ଆଶା କରୁଛୁ ଓମ୍ ପ୍ରକାଶ ମିଶ୍ରଙ୍କୁ ଏ ପ୍ରକାର ଅପରାଧ ପାଇଁକା କୌଣସି ପ୍ରକାରର କ୍ଷମା ଦେବାର ନାହିଁ। ପୁରୀରୁ ସୁଧାଂଶୁ କରଙ୍ଗ ରିପୋର୍ଟ, ଓଟି ଲାଇଭ୍। ଅଧିକ ଖବର ଦେଖିବା ପାଇଁ ଓଟି ଲାଇଭ୍କୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହି ଖବରଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ।